ଚାଲନ୍ତୁ ଆଜି ଆମେ ସର୍ବନାମ ଆଲୋଚନା କରିବା। ତ ଆଜିର କ୍ଲାସଟା ସର୍ବନାମ ସମ୍ପୂର୍ଣ୍ଣ ବିଷୟଟା ସମାପ୍ତ ହୋଇଛି ବୋଲି ମୋର ଆଶା। ଆପଣମାନେ କେମିତି ଲାଗିବ ପରବର୍ତ୍ତୀ ସମୟରେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ପ୍ରଥମ ଆସିଲା ସର୍ବନାମ କାହାକୁ କୁହାଯାଏ? କୌଣସି ପଦ ବାକ୍ୟ ପରିବର୍ତ୍ତେ ଯେଉଁ ପଦ ବ୍ୟବହାର କରାଯାଏ ତାକୁ ଆମେ ସର୍ବନାମ କହିଥାଉ। ପୁଣି ଥରେ ମୁଁ କହି ରଖୁଛି, କୌଣସି ପଦ ବା ବାକ୍ୟ, ପଦ କିମ୍ବା ବାକ୍ୟ ପରିବର୍ତ୍ତେ ଯେଉଁ ପଦ ବ୍ୟବହାର କରାଯାଏ ତାକୁ ଆମେ ସର୍ବନାମ କହିଥାଉ। ମୁଁ ଆପଣଙ୍କୁ ଉଦାହରଣ ଦେଇ କହିବି। ଏବଂ ଅନ୍ୟ ଅର୍ଥରେ ଯଦି କହିବାକୁ ଗଲେ, ଯେଉଁ ପଦ ସାଧାରଣତଃ ଭାବରେ ବିଶେଷ୍ୟ, ବିଶେଷଣ, ବାକ୍ୟାର୍ଥ, ବାକ୍ୟ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ ତାକୁ ଆମେ କହିବା ସର୍ବନାମ। ପୁଣି ଥରେ କହି ରଖୁଛି, ଯେଉଁ ପଦ ସାଧାରଣତଃ ବିଶେଷ୍ୟ, ବିଶେଷଣ, ବାକ୍ୟ, ବାକ୍ୟାର୍ଥ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ ତାକୁ ଆମେ ସର୍ବନାମ କହିବା। କେମିତି କ'ଣ ମୁଁ ଆପଣ ଗୋଟେ ଗୋଟେ କରିବା ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ। ଚାଲନ୍ତୁ। ପ୍ରସନ୍ନ ଭଲ ପାଠ ପଢ଼େ। ପ୍ରସନ୍ନ ଭଲ ପାଠ ପଢ଼େ। କିଏ ଭଲ ପାଠ ପଢ଼େ? ପ୍ରସନ୍ନ ଭଲ ପାଠ ପଢ଼େ। ତାପରେ ଚାଲ, ପ୍ରସନ୍ନ ପାଠପଢ଼ା ସହିତ ଭଲ ଖେଳେ ମଧ୍ୟ। ପାଠପଢ଼ା ସହିତ ଭଲ ଖେଳେ। ତେଣୁ ପ୍ରସନ୍ନର ସାଥୀମାନେ ପ୍ରସନ୍ନକୁ ଆଦର କରନ୍ତି। ତେଣୁ ପ୍ରସନ୍ନର ସାଥୀମାନେ ପ୍ରସନ୍ନକୁ ଆଦର କରନ୍ତି। ପ୍ରସନ୍ନ ଠାରେ ଆହୁରି ଅନେକ ଭଲ ଗୁଣ ଅଛି। ଦେଖନ୍ତୁ, এই ଯେଉଁ ପ୍ରକାର ଲାଗୁଛି ପ୍ରସନ୍ନ 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 ପ୍ରସନ୍ନ, ଗୋଟେ ହିଁ ପାରାଗ୍ରାଫରେ ଆମେ ଅନେକ ଥର ପ୍ରସନ୍ନ ନାଁଟି ଶୁଣିଲେ, ଯାହାକି ଏଇଟା ଶ୍ରୁତି ମଧୁର ଲାଗୁନାହିଁ ବା এই ଯେଉଁ ପାରାଗ୍ରାଫର ସୌନ୍ଦର୍ଯ୍ୟ ବୃଦ୍ଧି କରୁନାହିଁ। ତେଣୁ ଆକୁ ଆମେ କେମିତି କରିବା? ତ ଏଠାରେ ସର୍ବନାମ କ'ଣ ହେଇପାରିବ? କେମିତି ଲେଖିବା ଦ୍ୱାରା ଏଇଟା ଶୁଣିବାକୁ ଶ୍ରୁତି ମଧୁର ଲାଗିବ ଆଉ ଶ୍ରୁତି କଟ ମଧ୍ୟ ଦୂର ହେବ, ଦୋଷ ଦୂର ହେବ। ଚାଲନ୍ତୁ ଆମେ ଆଲୋଚନା କରିବା। ପ୍ରଥମେ ହେଲା ପ୍ରସନ୍ନ ଭଲ ପାଠ ପଢ଼େ। ପ୍ରସନ୍ନ ଭଲ ପାଠ ପଢ଼େ, ଭେରି ଗୁଡ୍, ବହୁତ ଭଲ ଲାଇନ୍। ସେ ପାଠପଢ଼ା ସହିତ ଭଲ ଖେଳେ। ସେ, ଦେଖନ୍ତୁ ଏଠି ଅଣ୍ଡରଲାଇନ୍ ହେଇଛି, ସେ ମାନେ କିଏ? ପ୍ରସନ୍ନ। ତେଣୁ ତାର ସାଥୀମାନେ, ତାର ମାନେ କାହାର? ପ୍ରସନ୍ନର। ତାର ମାନେ ପ୍ରସନ୍ନର ସାଥୀମାନେ ତାକୁ ଆଦର କରନ୍ତି। ତାକୁ ମାନେ କାହାକୁ? ପ୍ରସନ୍ନକୁ ଆଦର କରନ୍ତି। ତାହାଠାରେ ମଧ୍ୟ ଆହୁରି ଅନେକ ଭଲ ଗୁଣ ଅଛି। ତାହାଠାରେ ମାନେ କାହାଠାରେ? ସେଇ ପ୍ରସନ୍ନଠାରେ ଆହୁରି ଅନେକ ଭଲ ଗୁଣ ଅଛି। ଏଠି ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ ସେ, ତାର, ତାକୁ, ତା, ଏଗୁଡ଼ିକ ହେଉଛି ଗୋଟେ ଗୋଟେ ସର୍ବନାମ। ଏଗୁଡ଼ିକ ଗୋଟେ ଗୋଟେ ହେଉଛି ସର୍ବନାମ। ଏଠି ବିଶେଷ୍ୟ ବଦଳରେ ଯେଉଁ ସର୍ବନାମ ବସିଛି ସେଗୁଡ଼ିକ ହେଲା ସେ, ତାର, ତାକୁ, ତାଠାରେ। ଆଶା କରୁଛି ସହଜରେ ବୁଝିପାରୁଥିବେ, ଯାହାଫଳରେ ଆପଣଙ୍କୁ ଶୁଣିବା ପାଇଁ ଶ୍ରୁତି ମଧୁର ଲାଗୁଛି ଏବଂ ତାର ବାକ୍ୟର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହେଇଛି ଏବଂ ଯାହା ଶ୍ରୁତି କଟୁ ଦୋଷ ଦୂର ହେଇଯାଇଛି, ସୁନ୍ଦର ଲାଗୁଛି। ଚାଲନ୍ତୁ ଆମେ ସର୍ବନାମର ପଦର କିଭଳି ବ୍ୟବହାର କରିବା ଗୋଟେ ଗୋଟେ କରି ଜାଣିବା। ଆଉ ମୁଁ ଆପଣଙ୍କ ପୂର୍ବରୁ ବି କହିଥିଲି, ସର୍ବନାମ ବିଶେଷ୍ୟ ପଦ ବଦଳରେ ସର୍ବନାମ ବସେ, ମାତ୍ର କେତେକ କ୍ଷେତ୍ରରେ ବିଶେଷ୍ୟ, ବିଶେଷଣ, ବାକ୍ୟାର୍ଥ ଓ ବାକ୍ୟ ପରିବର୍ତ୍ତେ ମଧ୍ୟ ବ୍ୟବହୃତ ହୋଇଥାଏ। ସେଇଟା ଆପଣ ଗୋଟେ ଗୋଟେ କରି ମୁଁ ଆପଣଙ୍କୁ ଆଲୋଚନା କରିବି। ଦେଖନ୍ତୁ, ପ୍ରଥମେ ଆମେ ଜାଣିବା ବିଶେଷ୍ୟ ପରିବର୍ତ୍ତେ କେମିତି ସର୍ବନାମ ବସୁଛି। ଈଶ୍ୱର ଦୟାଳୁ। କିଏ ଦୟାଳୁ? ଈଶ୍ୱର ଦୟାଳୁ। ହଁ କି ନାହିଁ? ତ ଈଶ୍ୱର କିଏ? ଈଶ୍ୱର କିଏ? ଈଶ୍ୱର ହେଉଛନ୍ତି ବିଶେଷ୍ୟ। ସେ ସର୍ବମଙ୍ଗଳକାରୀ। ସେ ମାନେ କିଏ? ସେ ହେଉଛନ୍ତି ଈଶ୍ୱର। ସେ ହେଉଛନ୍ତି ଈଶ୍ୱର। ତ ଏଠି ସେ କ'ଣ? ସେ କ'ଣ? ସେ ହେଉଛି ସର୍ବନାମ। ସେ ହେଉଛି ସର୍ବନାମ। ଏଇଟା ଗୋଟେ ଉଦାହରଣ ଆପଣ ଦେଖିଲେ ହେଲା, ଯେଉଁଟାକି ଈଶ୍ୱର ବିଶେଷ୍ୟ, ସେ ହେଉଛି ସର୍ବନାମ। ବିଶେଷ୍ୟ, ଈଶ୍ୱର ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହାର ହେଉଥିଲା, ତେଣୁ ସେ ହେଉଛି ସର୍ବନାମ। ଆଶା କରୁଛି ସହଜରେ ବୁଝିପାରୁଥିବେ। ମୁଁ ଆଉ ଗୋଟେ ବାକ୍ୟଟି ବି ନେଇ ଆସିଛି। ଦଶରଥ ଅଯୋଧ୍ୟାର ରାଜା ଥିଲେ।
ଦଶରଥ ଅଯୋଧ୍ୟା ରାଜା ଥିଲେ। ଦଶରଥ କିଏ? ଦଶରଥ ହେଉଛି ବିଶେଷ୍ୟ, ହଁ କି ନାହିଁ? ହେଲା, ତ ସେ ଅଯୋଧ୍ୟା ରାଜା ଥିଲେ। ତାଙ୍କର 4 ପୁତ୍ର ଥିଲେ। ତାଙ୍କର ମାନେ କାହାର? ତାଙ୍କର ମାନେ କାହାର? ଦଶରଥଙ୍କର। ଏ ତାଙ୍କରଟା କ'ଣ ହବ? ତାଙ୍କରଟା ସର୍ବନାମ ହବ, ହଁ କି ନାହିଁ? ତ ଦଶରଥ ଯଦି ବିଶେଷ୍ୟ, ତାଙ୍କର ହେଉଛି ସର୍ବନାମ। ମୁଁ ଯେଉଁଟାକି ହେଡ଼ିଂ ଦେଇଛି ବିଶେଷ୍ୟ ପରିବର୍ତ୍ତେ କିଭଳି ସର୍ବନାମ ବସୁଛି ଆମେ ସହଜରେ ଆଲୋଚନା କଲେ। ଆପଣଙ୍କୁ ଆଶା କରୁଛି ସହଜରେ ବୁଝିପାରୁଥିବେ। ଚାଲନ୍ତୁ ପରେ ଆମେ ଆଲୋଚନା କରିବା ବିଶେଷଣ ପରିବର୍ତ୍ତେ। ବିଶେଷଣ ମାନେ ଆପଣ ଜାଣିଛନ୍ତି, ହେଲା। ତ ପିତା ଚତୁର, ପିତା ଚତୁର, ପିତା କ'ଣ ଥିଲେ? ଚତୁର ଥିଲେ। କିନ୍ତୁ ପୁତ୍ର ସେପରି ନୁହେଁ। କିନ୍ତୁ ପୁତ୍ର ସେପରି ନୁହେଁ। ସେପରି ନୁହେଁ ମାନେ କେଉଁପରି? ଚତୁର ଭଳି ନୁହେଁ, ହଁ କି ନାହିଁ? ତ ପିତା ଚତୁର କିନ୍ତୁ ପୁତ୍ର ସେପରି ନୁହେଁ, ହେଲା। ତ ଏଠି ସେପରିଟା କ'ଣ ହବ? ସେପରିଟା ସର୍ବନାମ ହବ କି ନାହିଁ? ତ ଏଠି ଯେଉଁ ଚତୁରଟା ହେଉଛି ଯେତେବେଳେ ବିଶେଷଣ, ସେପରିଟା ହେଉଛି ସର୍ବନାମ। ଏଠି ଆଉ ଗୋଟେ ଅଛି, ମୁଁ ଆପଣଙ୍କୁ ଅବଗତ କରାଇ ଦେଉଛି। କର୍ଣ୍ଣ ବଡ଼ ଦାନୀ ଥିଲେ। ଦାନୀ, ଦାନୀଟା ହେଉଛି ବିଶେଷଣ। ମାତ୍ର ଦୁର୍ଯ୍ୟୋଧନ ତାହା ନଥିଲେ। ମାତ୍ର ଦୁର୍ଯ୍ୟୋଧନ ତାହା ନଥିଲେ। ତାହା ମାନେ କ'ଣ ନଥିଲେ? ଦାନୀ ନଥିଲେ। ଏ ତାହାଟା ହେଉଛି ସର୍ବନାମ। ତାହାଟା ହେଉଛି ସର୍ବନାମ। ଆଶା କରୁଛି ସହଜରେ ବୁଝିପାରୁଥିବେ। ତାହାଟା କ'ଣ? ସର୍ବନାମ। ହଁ କି ନାହିଁ? ଦେଖନ୍ତୁ ମୁଁ ତଳେ ବି ଲେଖି ସାରିଛି। ସେପରି ଓ ତାହା, ସେପରି ଓ କି ତାହା, ସେପରି ଓ ତାହା ଯଥାକ୍ରମେ ବିଶେଷଣ ପଦ, ଯେପରିକି ଚତୁର ଓ ଦାନୀ ବିଶେଷଣ ପଦ ବଦଳରେ ବ୍ୟବହୃତ। କ୍ଲିୟର ନା? ତ ମୁଁ ପୂର୍ବରୁ ଆପଣଙ୍କୁ କହିଥିଲି ବିଶେଷ୍ୟ ପରିବର୍ତ୍ତେ କେମିତି ସର୍ବନାମ ବସୁଛି, ବିଶେଷଣ ପରିବର୍ତ୍ତେ କେମିତି ସର୍ବନାମ ବସୁଛି, ସହଜରେ ମୁଁ ଆପଣଙ୍କୁ ଜଣାଇ ଦେଉଛି। ତାପରେ ଆସିଲା ବାକ୍ୟ ପରିବର୍ତ୍ତେ କେମିତି ସର୍ବନାମ ବସୁଛି। ପଣ୍ଡିତ ଜବାହରଲାଲ ନେହେରୁ ଜଣେ ପ୍ରବୀଣ ରାଜନୀତିଜ୍ଞ ଥିଲେ। ଆପଣମାନେ ଜାଣିଥିବେ ସେ ହେଉଛନ୍ତି ଆମ ପ୍ରଥମ ପ୍ରଧାନମନ୍ତ୍ରୀ, ହଁ କି ନାହିଁ? ସେ ଜଣେ ରାଜନୀତିଜ୍ଞ। ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସେ ଜଣେ ସଦସ୍ୟ ଥିଲେ। ଆଜି ମଧ୍ୟ ଲୋକେ ଏହା ସ୍ୱୀକାର କରୁଛନ୍ତି। ଆଜି ମଧ୍ୟ ଲୋକେ ଏହା ସ୍ୱୀକାର କରୁଛନ୍ତି। ଏହା ମାନେ କ'ଣ? ଏହା ମାନେ କ'ଣ? ଏହା ମାନେ ସମ୍ପୂର୍ଣ୍ଣ ରୂପେ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ପ୍ରବୀଣ ରାଜନୀତିଜ୍ଞ ଥିଲେ। ଏହା ସ୍ୱୀକାର କରୁଛନ୍ତି। ଏହା ମାନେ କ'ଣ ଥିଲେ? ଆଜି ମଧ୍ୟ ଲୋକେ ଏହା ସ୍ୱୀକାର କରୁଛନ୍ତି ମାନେ କ'ଣ ସ୍ୱୀକାର କରୁଛନ୍ତି? ପଣ୍ଡିତ ଜବାହରଲାଲ ନେହେରୁ ଜଣେ ପ୍ରବୀଣ ରାଜନୀତିଜ୍ଞ ଥିଲେ। ଏଠାରେ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ପ୍ରବୀଣ ରାଜନୀତିଜ୍ଞ ଥିଲେ। ଏହି ବାକ୍ୟ ପରିବର୍ତ୍ତେ ଏହା ହେଉଛି ସର୍ବନାମ ପଦଟି। ଏହା ହେଉଛି ସର୍ବନାମ ପଦଟି। କ୍ଲିୟର ନା? ହଁ କି ନାହିଁ? ପୂର୍ବରୁ ଆପଣ କ'ଣ ଜାଣିଲେ? ବିଶେଷ୍ୟ ପରିବର୍ତ୍ତେ ଜାଣିଲେ, ତାପରେ ବିଶେଷଣ ପରିବର୍ତ୍ତେ ଜାଣିଲେ, ତାପରେ ବାକ୍ୟ ପରିବର୍ତ୍ତେ ଜାଣିଲେ। ବର୍ତ୍ତମାନ ବାକ୍ୟାର୍ଥ ପରିବର୍ତ୍ତେ ମଧ୍ୟ ଆମେ ଜାଣିବା। କବି ଜୟଦେବ ଜଗନ୍ନାଥଙ୍କର ପରମ ଭକ୍ତ। କିଏ? କବି ଜୟଦେବ ଜଗନ୍ନାଥଙ୍କର ପରମ ଭକ୍ତ। ଏହା କାହାକୁ ଅଜଣା ନାହିଁ। ଏହା କାହାକୁ ଅଜଣା ନାହିଁ। ଏହାଟା ହେଉଛି ଏଠାରେ ସର୍ବନାମ, ହଁ କି ନାହିଁ? କବି ଜୟଦେବ ଜଗନ୍ନାଥଙ୍କର ପରମ ଭକ୍ତ, ଏହା ହେଉଛି ଏହାର ବାକ୍ୟ ଅର୍ଥ। କିନ୍ତୁ ଏଠାରେ କ'ଣ ହେଉଛି? ଏଇ ଯେଉଁ ବାକ୍ୟ ଅର୍ଥ ବଦଳରେ କ'ଣ ବସିଛି? ଏହା ବସିଛି। ଏହାଟା ହେଉଛି କ'ଣ? ସର୍ବନାମ। ଏହାଟା ହେଉଛି ଗୋଟେ ସର୍ବନାମ, ହଁ କି ନାହିଁ? କ୍ଲିୟର? ତ କେମିତି କ'ଣ ବସୁଛି ଆପଣଙ୍କୁ ମୁଁ କହିସାରିଛି। ମୁଁ ପୁଣି ଥରେ ଆପଣଙ୍କୁ ମନେ ପକାଇ ଦେଉଛି। ସର୍ବନାମ କାହା କୁହାଯାଏ? କୌଣସି ପଦ ବା ବାକ୍ୟ ପରିବର୍ତ୍ତେ ଯେଉଁ ପଦ ବ୍ୟବହାର କରାଯାଏ ତାକୁ ସର୍ବନାମ କହନ୍ତି। କିମ୍ବା ଯେଉଁ ପଦ ସାଧାରଣତଃ ବିଶେଷ୍ୟ, ବିଶେଷଣ ଓ ବାକ୍ୟାର୍ଥ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ ତାହାକୁ ସର୍ବନାମ କହନ୍ତି। କ୍ଲିୟର? ତ ସର୍ବନାମ କେଉଁଠାରେ କେମିତି ବସୁଛି ଆପଣଙ୍କୁ ଛୋଟିଆ ଏକ୍ଜାମ୍ପଲ୍ ଦେଲି। ବର୍ତ୍ତମାନ ମୁଁ
ଦଉଛି ସର୍ବନାମର ପ୍ରକାର ଭେଦ। ସାଧାରଣତଃ ସର୍ବନାମ 7 ଶ୍ରେଣୀରେ ବିଭକ୍ତ। ଗୋଟେ ହେଲା ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ, ଆଉ ଗୋଟେ ହେଲା ପ୍ରଶ୍ନବାଚକ ସର୍ବନାମ, ଆଉ ଗୋଟେ ନିର୍ଦ୍ଦେଶାତ୍ମକ ସର୍ବନାମ, ଆଉ ଗୋଟେ ଆପେକ୍ଷିକ ବା ସମ୍ବନ୍ଧବାଚକ ସର୍ବନାମ, ଆଉ ଗୋଟେ ନିର୍ଣ୍ଣାୟକ ସର୍ବନାମ, ଆଉ ଗୋଟେ ସମୁଚ୍ଚୟୀ ସର୍ବନାମ, ଆଉ ଗୋଟେ ଆତ୍ମବାଚକ ସର୍ବନାମ। ଏହି ପ୍ରକାର 7ଟି ସର୍ବନାମ ଆମେ ଗୋଟେ ଗୋଟେ କରି ଆଲୋଚନା କରିବା। ନିଶ୍ଚିତ ଭାବରେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଗୋଟିଏ କ୍ଲାସ୍ରେ ଆପଣଙ୍କର ସମ୍ପୂର୍ଣ୍ଣ ସର୍ବନାମ କ୍ଲିୟର ହେଇଯିବ ବୋଲି ମୋର ଆଶା। ଦେଖନ୍ତୁ, ପୁରୁଷବାଚକ ବା ବ୍ୟକ୍ତିବାଚକ, ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ କାହାକୁ କହିଥାଉ? ମୁଁ, ଆମେ, ଆମେମାନେ, ତୁ, ତୁମେ, ତୁମ୍ଭେମାନେ, ସେ, ସେମାନେ, ଆପଣ, ଆପଣମାନେ। ଏହି ସର୍ବନାମ ପଦ ଗୁଡ଼ିକ ବିଭିନ୍ନ ପୁରୁଷ ବ୍ୟକ୍ତିମାନଙ୍କ ବଦଳରେ ବ୍ୟବହୃତ ହୋଇଥାଏ। କାହା ବଦଳରେ ହୋଇଥାଏ? ବିଭିନ୍ନ ପୁରୁଷ ବ୍ୟକ୍ତିମାନଙ୍କ ବଦଳରେ ବ୍ୟବହୃତ ହୋଇଥାଏ। ତେଣୁ ଏଗୁଡ଼ିକ ଆମେ କ'ଣ କହିବା? ପୁରୁଷବାଚକ ବା ବ୍ୟକ୍ତିବାଚକ, ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ କହିଥାଉ। ସାଧାରଣତଃ এই যে ପୁରୁଷବାଚକ ବା ବ୍ୟକ୍ତିବାଚକ 3 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ? 3 ଭାଗରେ। ଗୋଟେ ହେଲା ପ୍ରଥମ ପୁରୁଷ, ଆଉ ଗୋଟେ ହେଲା ଦ୍ୱିତୀୟ ପୁରୁଷ, ଅନ୍ୟଟି ହେଲା ତୃତୀୟ ପୁରୁଷ। ଚାଲନ୍ତୁ ପ୍ରଥମ ପୁରୁଷ ଆମେ କେମିତି ଜାଣିବା? ମୁଁ ଜଣେ ଛାତ୍ର, ମୁଁ ଜଣେ ଛାତ୍ର। ଏଠି ପ୍ରଥମ ପୁରୁଷ କ'ଣ ହବ? ମୁଁ। ଆମେ ବିଦ୍ୟାଳୟକୁ ପ୍ରତିଦିନ ଯାଉ, ଆମେ, ଆମେ, ଅର୍ଥାତ୍ ସେ ନିଜକୁ ଦେଖେଇ କହୁଛନ୍ତି ଆମେ। ଆମ୍ଭେମାନେ ଭାରତବାସୀ, ଆମ୍ଭେମାନେ ଅର୍ଥାତ୍ ଆମ ସହିତ ଯେଉଁମାନେ ଅଛନ୍ତି, ମୁଁ ହଉ କି ଆମେ ହଉ, ଆମ୍ଭେମାନେ ହଉ, ଯେଉଁ ନିଜ ସପକ୍ଷ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ବୁଝାଉଛି ପ୍ରଥମ ପୁରୁଷ। ମୁଁ ଜଣେ ଛାତ୍ର, ଆମେ ବିଦ୍ୟାଳୟକୁ ପ୍ରତିଦିନ ଯାଉ, ଆମ୍ଭେମାନେ ଭାରତବାସୀ, ମୁଁ ଉତ୍କଳର ସନ୍ତାନ, ମୁଁ ପ୍ରତ୍ୟେକ ଦିନ ସମୟ ଅନୁସାରେ ମୁଁ ବିଦ୍ୟାଳୟକୁ ପହଞ୍ଚିଯାଏ, ଆମ୍ଭେ ଆସନ୍ତାକାଲି ପିକନିକ୍ ଯିବୁ। ତ ଏସବୁ ଯାକ ହେଉଛି ପ୍ରଥମ ପୁରୁଷ, ହଁ କି ନାହିଁ? ଚାଲନ୍ତୁ ଆମେ ଦ୍ୱିତୀୟ ପୁରୁଷ କ'ଣ ଜାଣିବା? ଦ୍ୱିତୀୟ ପୁରୁଷ ମାନେ ଜଣେ ଅନ୍ୟକୁ ଦେଖେଇ କହିବା ହେଉଛି ଦ୍ୱିତୀୟ ପୁରୁଷ। ଜଣେ ଅନ୍ୟକୁ କହିବା ହେଉଛି ଦ୍ୱିତୀୟ ପୁରୁଷ, ସରି, ଜଣେ ଅନ୍ୟକୁ କହିବା ହେଉଛି ଦ୍ୱିତୀୟ ପୁରୁଷ, ନିଜକୁ କହିବା ନିଜେ ନିଜେ ହିଁ କହିବା ହେଉଛି ପ୍ରଥମ ପୁରୁଷ, ଅନ୍ୟକୁ ଦେଖେଇ କହିବା ହେଉଛି ଅନ୍ୟକୁ ତୃତୀୟ ପୁରୁଷ। ହେଲା, ଏଇ କଥାଟା ମନେ ରଖନ୍ତୁ। ମୁଁ ପୁଣି ଥରେ ଦ୍ୱିତୀୟ ପୁରୁଷ ଆଡ଼କୁ ମୁଁ ଯାଉଛି। ତୁମେ ମନ ଦେଇ ପାଠ ପଢ଼ିଲେ ପରୀକ୍ଷାର ଉତ୍ତୀର୍ଣ୍ଣ ହେବ। କ'ଣ ହେବ? ତୁମେ ଯେତେବେଳେ ମନ ଦେଇ ପାଠ ପଢ଼ିବ ନା, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ। ତୁମେ, ଏଠି ତୁମେ ହେଉଛି ଦ୍ୱିତୀୟ ପୁରୁଷ, ତୁମେ ହେଉଛି ଦ୍ୱିତୀୟ ପୁରୁଷ। ତୁମ୍ଭେମାନେ ବ୍ୟାୟାମ କର, ଶରୀର ସୁସ୍ଥ ସବଳ ରହିବ। ତୁମେ ମୋର ବନ୍ଧୁ, ଆପଣ ମୋ କଥା ଶୁଣନ୍ତୁ। ତୁମେ, ତୁମ୍ଭେମାନେ, ତୁମ୍ଭେ, ତୁମେ, ଆପଣ। ଅନ୍ୟକୁ ଯେତେବେଳେ ଆମେ କହୁଛେ ନା, ସେଇଟା ହେଉଛି ଦ୍ୱିତୀୟ ପୁରୁଷ। ମୁଁ ହେଉଛି ପ୍ରଥମ ପୁରୁଷ, ଅନ୍ୟକୁ କହିବା ହେଉଛି ଦ୍ୱିତୀୟ ପୁରୁଷ। ତ ଅନ୍ୟକୁ କହିବା ଆଉ ଜଣଙ୍କ ପାଇଁ, ସେ ହେଉଛି ତୃତୀୟ ପୁରୁଷ। କ'ଣ? ସେ ମୋର ଭାଇ, ସେ ମୋର ଭାଇ ବୋଲି ଅନ୍ୟ ଜଣଙ୍କୁ ମୁଁ କହୁଛି। ରାମ ମୋର ଭାଇ, ମୁଁ କହୁଛି ଶ୍ୟାମଙ୍କୁ, ହଁ କି ନାହିଁ? ତ ସେ ଅର୍ଥାତ୍ ରାମ, ରାମ ହେଉଛି ତୃତୀୟ ପୁରୁଷ। ସେମାନେ ଆସନ୍ତାକାଲି ଭୁବନେଶ୍ୱର ଯିବେ, ସେମାନେ, ସେମାନେ ଭୁବନେଶ୍ୱର ଯିବେ ବୋଲି ମୋ ସାଙ୍ଗକୁ ମୁଁ ଜଣାଉଛି। ତ ସେମାନେ କିଏ? ତୃତୀୟ ପୁରୁଷ। ମୁଁ ପ୍ରଥମ ପୁରୁଷ, ମୋ ସାଙ୍ଗ ଦ୍ୱିତୀୟ ପୁରୁଷ, ଅନ୍ୟ ଜଣଙ୍କ ବିଷୟରେ ମୁଁ କହୁଛି, ତେଣୁ ସିଏ ହେଉଛନ୍ତି ତୃତୀୟ ପୁରୁଷ, ହଁ କି ନାହିଁ? ତ ଏ ପ୍ରକାର ପ୍ରଥମ ପୁରୁଷ କ'ଣ, ଦ୍ୱିତୀୟ ପୁରୁଷ କ'ଣ, ଆଉ ତୃତୀୟ ପୁରୁଷ ଆମେ ସହଜରେ ଆମେ ଜାଣିଲେ। ନିଶ୍ଚିତ ଭାବରେ ସହଜରେ ବୁଝିପାରୁଥିବେ ମୋର ଆଶା। ତାପରେ ଆସିଲା ପ୍ରଶ୍ନବାଚକ ସର୍ବନାମ। এটা ଅତି ସହଜ। ଛୋଟବେଳରୁ ଆପଣ ଜାଣିଛନ୍ତି ପ୍ରଶ୍ନ କହିଲେ କ'ଣ, ଯେଉଁଟାକି କ୍ୱେଶ୍ଚିନ୍ ମାର୍କ ଥିବ। ଯେଉଁ ସର୍ବନାମ ପଦଗୁଡ଼ିକ ପ୍ରଶ୍ନ ପଚାରିବା ପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକୁ ପ୍ରଶ୍ନବାଚକ ସର୍ବନାମ କହନ୍ତି। ଏଇଟା ଅତି ସହଜ। ତେଣୁ ମୁଁ ୟା ପାଇଁ ମୁଁ ଅଧିକ ସମୟ ନେବା ପାଇଁ ଚାହୁଁନି, ମୁଁ ଖୁବ୍ ଶୀଘ୍ର ଆଲୋଚନା କରୁଛି।
देखो देशर राष्ट्रपति को नाम कौन देखो अंडरलाइन कर सारी कौन हूँ गोटे प्रश्नवाचक राम काली कहीं आसिले ना कहीं हूँ गोटे प्रश्नवाचक आपण क्या डाकुंट क्या हूँ गोटे प्रश्नवाचक पिला मैंने सबुदिन केउठी खेलुंट से गुड़ी गोटे प्रश्नवाचक किए कहीं केउठी एगुड़िक गोटे गोटे हूँ प्रश्नवाचकर उदाहरण सहजरे आप बुझीपे जो प्रश्नवाचक सर्वनाम आम क्या कही था। चलते आम आलोचना करवा निर्देशात्मक सर्वनाम निर्देशात्मक सर्वनाम जो सर्वनाम पदगुड़िक वाक्य व्यवहृत हो विशेष्य पद मान को निर्देश करता क्या निर्देश करता विशेष्य पद मान को मन रखी था से निर्देशात्मक सर्वनाम कहते निर्देशात्मक सर्वनाम देखो उदाहरण केतोटी मुझे ए लोकटी चरित्रवान ए माने ए लोकटी लोकटी कौन लोकटी हूँ गोटे विशेष्य लोकटी हूँ गोटे विशेष्य हाँ कि नहीं तो ए लोकटी चरित्रवान तो लोकटी को आम आक्षेप कर कहूचे बा निर्देश दे कहूचे ए लोकटी चरित्रवान ठीक सेमती एही माने कौन एही ग्राम है तो ए ग्राम को निर्देश दौची हाँ कनी ग्रामटा हूँ कौन गोटे विशेष्य पद हाँ हाँ तो यही ग्राम मोर जन्म यहीटा हूँ निर्देशात्मक सर्वनाम ग्रामटा हूँ गोटे विशेष्य तो ग्राम को निर्देश दे सी कहूँ यही ग्राम मोर जन्म यहीटा हूँ गोटे निर्देशात्मक सर्वनाम से मनीष नुहे गोटे पशु से मनीष नुहे मनीषटा हूँ कौन गोटे विशेष्य तो से मनीष नुहे से गोटे पशु सेटा हूँ निर्देशात्मक तांको निर्देश दे से कहते सही शिक्षक नमस्य सही शिक्षक नमस्य बा चिर नमस्य से शिक्षक को से आक्षेप कर कहते से शिक्षक नमस्य तो ये सी सहजरे मुझे कहीदे मन रही सर्वनाम क्यों प्रकार सर्वनाम निर्देशात्मक सर्वनाम ए लोक यही ग्राम से मनीष से ही शिक्षक ता कथा ए पद को निर्देश करुथवार निर्देशात्मक सर्वनाम है पद को से विशेष पद को निर्देश करुच्ची जेपरिक लोक ग्राम मनीष शिक्षक इत्यादि विशेष पद को निर्देश करुथवार आम कहवा निर्देशात्मक सर्वनाम क्लियर आशा कर सहजरे आप बुझीपार चलो आलोचना करवा आपेक्षक बा संबंधवाचक सर्वनाम क्या कहुए जो सर्वनाम पद समूह वाक्य पद समूह थी किंतु से वाक्य परस्पर को अपेक्षा करते अपेक्षा करते आप जानी पूर्व आकांक्षा क्या कह जानी सी गोटे पद अन्य गोटे पद को सी अपेक्षा करें ठीक सेमती एठार जो सर्वनाम पद समूह वाक्य परस्पर को अपेक्षा करते संबंध पर स्थापन करती से गुड़ी को आपेक्षक सर्वनाम बा संबंधवाचक सर्वनाम कहुए आपेक्षक माने अपेक्षा करती संबंधवाचक माने संबंध थाए गोटे गोटे सहित संबंध थाए ताको आम कहवा सर्वनाम क्यों प्रकार सर्वनाम आपेक्षक सर्वनाम बा संबंधवाचक सर्वनाम मु आपन उदाहरण केतोटी रखी तो अति सहजरे आपण बुझीजे जे देश जाई देखो वाक्यटी संपूर्ण नुह वाक्यटी खंड वाक्य रही तो ये जिते जे देश जाई अर्थात सी आउ कि अपेक्षा करपेक्षक रही तेणु वाक्यटी संपूर्ण नुह तो से फल खाई तो ये जे आउ से द्वारा वाक्यटी कौन है संपूर्ण है तेणु कौन है तो जहाँ अपेक्षा थिला जहाँ अपेक्षा करथिला ताहा पूर्ण है आ उभय के मध्य संबंध मध्य रहिला तेणु यही वाक्य को आम कौन कहवा आपेक्षक सर्वनाम बा संबंधवाचक सर्वनाम कहवा चल
ଯାହାର ଯାହା ଅନ୍ୟର ହିତକାରକ ତାହା ହିଁ ମଙ୍ଗଳ। ଯାହା ଅନ୍ୟର ହିତକାରକ ତାହା ହିଁ ମଙ୍ଗଳ। ଏଠି ଯାହା ତାହା ଠିକ୍ ସେମିତି ଯେତିକି ପାରୁଛ ସେତିକି କର, ଯେପରି କର୍ମ ସେପରି ଫଳ, ଯାହାର ଲୁଣ ଖାଇବ ତାହାର ଗୁଣ ଗାଇବ। ତ ଏଠି ଉଦାହରଣ ଦେଇ କହୁଛି, ମୁଁ ଆପଣଙ୍କୁ ନିମ୍ନରେ ଲେଖିଦେଇଛି, ଯେ ସେ ଯାହା ତାହା ଯେତିକି ସେତିକି ଯେପରି ସେପରି ଯାହାର ତାହାର, ଏଗୁଡ଼ିକ ହେଉଛି ପଦଗୁଡ଼ିକର ଆପେକ୍ଷକ ସର୍ବନାମ ତଥା ସମ୍ବନ୍ଧବାଚକ ସର୍ବନାମ। ଉଭୟଙ୍କୁ ସମ୍ବନ୍ଧ ଯୋଗଉଛି, ଯେପରିକି ଖଣ୍ଡବାକ୍ୟକୁ ସମ୍ପୂର୍ଣ୍ଣ ବାକ୍ୟ କରୁଛି, ଯାହାଫଳରେ ଆମେ ତାକୁ କହିବା ଆପେକ୍ଷକ ବା ସମ୍ବନ୍ଧବାଚକ ସର୍ବନାମ। ଇଜ୍ ଇଟ୍ କ୍ଲିୟର? थैंक यू। निर्णायक सर्वनाम। निर्णायक सर्वनाम देखंतु कौन से निर्णायक सर्वनाम? जो सर्वनाम पद वाक्य व्यवहृत होई विशेष्य पद को निर्णय करता है। कहा को निर्णय करता है? विशेष्य पद को। ताहा को निर्णायक सर्वनाम कहिथो हला, ताहा को ही निर्णायक सर्वनाम कहिथो। देखंतु तळे केतोटी उदाहरण देइछि, सहजरे आपण बुझी परिबे। राकेश और दिनेश दुई सांग। राकेश और दिनेश एमाने कोन? दुई सांग। एमाने किए? एमाने होचंती गोटे गोटे विशेष्य। तो एमानकर उभय भल पाठ पढ़ती। जो दुई सांग उभय भल पाठ पढ़ती। उभय माने कोन? उभय उभये उभयटा होची निर्णायक सर्वनाम। एमानकु से निर्णय करुछंती हला। एमानकु राकेश और दिनेश को से निर्णय करुछंती। तो उभय भल पाठ पढ़ती। देखंतु परवर्ती उदाहरण गोटा अछि। संसार रे जेते लोक अछंती प्रत्येकंकर चरित्र समान नुहे। संसार रे जेते जा लोक अछंती समस्तंकर चरित्र समान नुह बा प्रत्येकंकर चरित्र समान नुह। एटी जे प्रत्येकंक कथा को अछि हला, ताहा हला निर्णय बा निर्णायक। काहे कि ना जे जेतिक लोक अछंती ए संसार रे, ए जे लोक होले कोन? लोक होची गोटे विशेष्य पद। ए संसार जेते लोक अछंती समस्तंकु बा प्रत्येकंकर चरित्र समान नुहे। तेणु ये जो प्रत्येक कथा, ये प्रत्येक होची निर्णायक सर्वनाम। तुम्हें सब कथारे मुंड खेला हो नहीं हला। तुम्हें सब कथारे मुंड खेला रही हला। सब होची निर्णायक। तुम्हें होचे विशेष्य पद। जने व्यक्ति को बुझौची। अन्य लोक को सम्मान देले निजर सम्मान बढ़े। कहा को? अन्य लोकों को हला। लोक लोकटा माने कोन? लोकटा विशेष्य। अन्य को जो सम्मान देवे ना, निजर सम्मान बढ़े बा बढ़ी थाए। ए प्रकार सहजरे बुझी पारथि मोर आशा, जोटा कि विशेष्य पद बदल निर्णय होते ताहाक आमे कहबा निर्णायक सर्वनाम। अच्छा, धन्यवाद। चलता आलोचना करबा आत्मवाचक सर्वनाम। एटा मध्ये बहुत सहज, किछि आवश्यक नै हला। जेउठारे विशेष्य परिवर्ते निजे, निजकु, निजर, निज, आपे, आपणा प्रवृत्ति सर्वनाम पद को आत्मवाचक सर्वनाम कहती। बहु सहज। आत्मवाचक सर्वनाम व्यक्ति विशेष परिवर्ते व्यवहृत होता पद होची निजे, निजकु, निजर, निज, आपे, आपणा। ये जो प्रवृत्ति सर्वनाम पद को आत्मवाचक सर्वनाम है। तो ये उदाहरण मु 3-4टी देछि। आपणा कला कर्म मान आगु होइबो सावधान हला। तो एठी आपणा होची कोन? आपणा होची आत्मवाचक सर्वनाम। मु जोडा आपनको संज्ञान मु आपन लिखि सारछि। हां कि नै? निजे निजर परिचय सृष्टि करे। निजे निजर दक्षता अनुजे निजर परिचय सृष्टि करिवे। हां कि नै? निजर सचेष्टा रहिछि ताहाल निश्चित भाव रे निजर परिचय सृष्टि करि परिवे। निजर दुष्कृति
ଦୁଷ୍କୃତି ବା ନିଜର ଦୁଷ୍କର୍ମ ପାଇଁ ନିଜେ ହିଁ ପ୍ରାୟଶ୍ଚିତ ହେବା ଦରକାର। ତ ନିଜେ ଏଗୁଡ଼ିକ ହେଉଛି ଆତ୍ମବାଚକ ସର୍ବନାମ। ହଁ, ଆଶା କରୁଛି କ୍ଲିୟର ବୁଝିପାରୁଥିବେ। ବ୍ୟକ୍ତି ବିଶେଷ ପରିବର୍ତ୍ତେ ଜଣେ ବ୍ୟକ୍ତିଙ୍କୁ ବୁଝାଉଛି ସେ ବିଶେଷ ପରିବର୍ତ୍ତେ ବା ବ୍ୟକ୍ତି ବିଶେଷ ପରିବର୍ତ୍ତେ ବ୍ୟବହୃତ ପଦ ନିଜକୁ ନିଜେ ଆପଣା ଏଗୁଡ଼ିକ ଯେଉଁଠାରେ ଥାଏ ସେଗୁଡ଼ିକ ଆମେ କହିବା ଆତ୍ମବାଚକ ସର୍ବନାମ। ଆତ୍ମବାଚକ ସର୍ବନାମ। ଶେଷରେ ରହିଲା ସମୁଚ୍ଚୟୀ ସର୍ବନାମ ବା ସମୁଚ୍ଚୟ ବୋଧକ ସର୍ବନାମ। ଏଇଟା ମଧ୍ୟ ବହୁତ ସହଜ ହେଲା। ଯେପରିକି ଆମେ କହିବା ଦୁଇଟି ବାକ୍ୟକୁ ସଂଯୋଗ କଲେ ଯେମିତି ଯୌଗିକ ବାକ୍ୟ ହୋଇଥାଏ, ଦୁଇଟି ସରଳ ବାକ୍ୟର ସମାହାରରେ ଯେଉଁ ନୂତନ ବାକ୍ୟଟି ଗଠିତ ହୋଇଥାଏ ତାକୁ ଆମେ କହିବା ଯୌଗିକ ବାକ୍ୟ। ଠିକ୍ ସେମିତି ଅଳ୍ପ ବହୁତ ସେମିତି ହିଁ ଲାଗିବ। ଦେଖ, ଯେଉଁ ସର୍ବନାମ ପଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହେବା ସହିତ ଦୁଇଟି ବାକ୍ୟକୁ ସଂଯୋଗ କରିଥାଏ ତାକୁ ଆମେ କହିବା ସମୁଚ୍ଚୟୀ ସର୍ବନାମ। କ'ଣ କହିବା? ସମୁଚ୍ଚୟୀ ସର୍ବନାମ। କେମିତି କହିବା? ଦେଖନ୍ତୁ, ଆଜି ଗୋପବନ୍ଧୁ ଆଉ ନାହାନ୍ତି। ଆଜି ଗୋପବନ୍ଧୁ ଆଉ ନାହାନ୍ତି। କିଏ ନାହାନ୍ତି? ଗୋପବନ୍ଧୁ ନାହାନ୍ତି। ଗୋପବନ୍ଧୁ କିଏ? ବିଶେଷ୍ୟ। ଗୋପବନ୍ଧୁ କିଏ? ଗୋଟେ ବିଶେଷ୍ୟ। ହଁ କି ନାହିଁ? ଯେ ବନ୍ୟା ସମୟରେ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ, କିଏ? ଗୋପବନ୍ଧୁ। କେତେବେଳେ? ବନ୍ୟା ସମୟରେ। କେତେବେଳେ? ବନ୍ୟା ସମୟରେ ଘର ଘର ବୁଲିକି କ'ଣ କରୁଥିଲେ? ଦୁଃଖ ବୁଝୁଥିଲେ। ଯେଟା ହେଉଛି ସମୁଚ୍ଚୟୀ ସର୍ବନାମ। କାହିଁକି ନା ଯେ ଥିବା ଯୋଗୁଁ ଯେ ଦୁଇଟି ବାକ୍ୟ ସଂଯୋଗ ହେଇପାରିଲା। ହଁ କି ନାହିଁ? ଦେଖନ୍ତୁ, ଆଜି ଗୋପବନ୍ଧୁ ଆଉ ନାହାନ୍ତି। ତ ବନ୍ୟା ସମୟରେ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ। ସେଟା କ'ଣ ଦୁଇଟି ବାକ୍ୟ ହେଇପାରିବ କି? ବା ଦୁଇଟି ବାକ୍ୟ ସଂଯୋଗ କରିପାରିବ କି? କିନ୍ତୁ ଯେତେବେଳେ ଯେଟା ସେଠି ଯୋଡ଼ି ହେଇଯିବ ନା, ଆଜି ଗୋପବନ୍ଧୁ ଆଉ ନାହାନ୍ତି। ଯେ ବନ୍ୟା ସମୟରେ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ। ଯେ ଅର୍ଥାତ୍ ହେଲା କିଏ? ଗୋପବନ୍ଧୁ। ଯେ ଅର୍ଥାତ୍ ଗୋପବନ୍ଧୁ। ଅର୍ଥାତ୍ ସେଠି ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହେଉଛି ଯେ, ଯାହାକି ଦୁଇଟି ବାକ୍ୟକୁ ସଂଯୋଗ କରୁଛି। କ୍ଲିୟର ନା? ଦେଖନ୍ତୁ, ଆଉ ଗୋଟେ ଉଦାହରଣ ବି ଅଛି ତଳେ। ଏମିତି ଲୋକ କେହି ନାହିଁ ଯେ ଜୀବନରେ ଥରକ ମିଛ କହିନି। ଏମିତି ଲୋକ କେହି ବି ନାହିଁ ଯେ ଜୀବନରେ ଥରକ ମିଛ କହିନି। ଅର୍ଥାତ୍ ସେ ପ୍ରତ୍ୟେକ ଲୋକ ଜୀବନରେ କେବେ ନା କେବେ ମିଛ କହନ୍ତି ବୋଲି ସେ ଉଦାହରଣ ଦେଉଛନ୍ତି। ତ ଏମିତି ଲୋକ କେହି ନାହିଁ ଯେ ଜୀବନରେ ଥରକ ପାଇଁ ମିଛ କହିନି। କେବେ ନା କେବେ ସେ ମିଛ କହିଥିବେ। ତ ଲୋକଟା ହେଉଛି ଏଠି ବିଶେଷ୍ୟ। ତ ଯେ ବା ବିଶେଷ୍ୟ ପଦ ବଦଳରେ ଯେ ଲାଗିଥିବାରୁ ଦୁଇଟି ବାକ୍ୟ ସଂଯୋଗ ହେଇପାରେ। ଆଉ ଗୋଟେ ବାକ୍ୟଟି ଅଛି, ଏପରି ମଣିଷ ନାହିଁ ଯେ ଖାଦ୍ୟ ବିନା ବଞ୍ଚିଛି। ଏପରି ମଣିଷ ନାହିଁ ଯେ ଖାଦ୍ୟ ବିନା ବଞ୍ଚିଛି। ପ୍ରତ୍ୟେକ ମଣିଷ ତ ଖାଦ୍ୟ ନିଶ୍ଚିତ ଭାବରେ ଖାଇବେ। ଖାଦ୍ୟ ନ ଖାଇଲେ ସେ ବଞ୍ଚିବେ କେମିତି? ତ ଏଠି ଯେଟା ହେଉଛି ଦୁଇଟି ବାକ୍ୟର ସଂଯୋଗ କରିଥାଏ। ଖାଦ୍ୟ ବିନା ବଞ୍ଚିଛି, ଏପରି ମଣିଷ ନାହିଁ। ତ ସେ ଦୁଇଟି ବାକ୍ୟକୁ ସଂଯୋଗ କରି ସେ ଗୋଟେ ବାକ୍ୟରେ ପରିଣତ କରୁଛି, ଏପରି ମଣିଷ ନାହିଁ ଯେ ଖାଦ୍ୟ ବିନା ବଞ୍ଚିଛି। ଯୋଉଟାକି ବିଶେଷ୍ୟ ପଦ ପରିବର୍ତ୍ତେ ସମୁଚ୍ଚୟୀ ସର୍ବନାମ ବସିଛି। କେହୁ ବୋଲେ ରାମ କିଏ? ବୋଲେ କୃଷ୍ଣ କିଏ? କଲେ ଆଲ୍ଲା କହ ଆଲ୍ଲା ଯୀଶୁ। ହେଲା। ତ କିଏ ରାମ କହନ୍ତି, କିଏ କୃଷ୍ଣ କହନ୍ତି, କିଏ ଆଲ୍ଲା ଯୀଶୁ କହନ୍ତି। ତ ଏଠି କେହୁ, କେ, କିଏ ଏଗୁଡ଼ିକ ଗୋଟେ ଗୋଟେ ସମୁଚ୍ଚୟୀ ସର୍ବନାମ। ଅର୍ଥାତ୍ ବିଶେଷ୍ୟ ପଦ ବଦଳରେ କେହୁ ବୋଲେ, ଅର୍ଥାତ୍ କେହୁ ଅର୍ଥାତ୍ କିଏ କହେ, ରାମ କେ ଅର୍ଥାତ୍ ରାମ ବୋଲି, କିଏ ବୋଲେ କିଏ କହିବେ କୃଷ୍ଣ, କିଏ କହେ ଆଲ୍ଲା ଯୀଶୁ। ଅର୍ଥାତ୍ କେହୁ, କେ, କିଏ
ଏଗୁଡ଼ିକ ହେଉଛି ଗୋଟେ ଗୋଟେ ସମୁଚ୍ଚୟ ସର୍ବନାମ। ଏଗୁଡ଼ାକୁ ଯୋଡ଼ିବା ଦ୍ୱାରା ଦୁଇଟି ବାକ୍ୟର ସଂଯୋଗ ହେଇଛି ଏବଂ ବିଶେଷ୍ୟ ପଦ ବଦଳରେ ଏଉଜ କେଉ କିଏ କିଏ ବସିଛି, ଯାହା ବଦଳରେ ବାକ୍ୟଟି ସମ୍ପୂର୍ଣ୍ଣ ହେଇପାରୁଛି ବା ଦୁଇଟି ବାକ୍ୟକୁ ସଂଯୋଗ କରାଯାଇଛି। ତ ଆଜି ପାଇଁ ଭିଡ଼ିଓଟି ଦୀର୍ଘ ହେଇଗଲା, ତ ଏଠି ଭିଡ଼ିଓଟି ସମାପ୍ତ କରିବା। ତ ଧନ୍ୟବାଦ, ଶୁଭରାତ୍ରି। ଯଦି ଭିଡ଼ିଓଟି ଭଲ ଲାଗିଲା, କାମରେ ଲାଗିଲା, ନିଶ୍ଚିତ ଭାବରେ ଗୋଟେ ସକାରାତ୍ମକ କମେଣ୍ଟଟି ପ୍ରଦାନ କରିବେ ବୋଲି ମୋର ଆଶା। ଧନ୍ୟବାଦ।